ଆଜ୍ଞା ହଁ, ଆପଣମାନେ ଯଦି ସିଟି 2025 ନୋଟିଫିକେସନ୍ ଆପଣମାନଙ୍କର ପାଖରେ ଅଛି, ଯାହାକି 12 ଜୁନ୍ ଆରମ୍ଭ ହୋଇ 9 ଜୁଲାଇରେ ଶେଷ ହେଉଛି। କହିବାର କଥା ହେଉଛି ଯେ ପ୍ରକୃତରେ ଆମେ 2025 ମସିହାରେ DLED କୋର୍ସ ଜଏନ୍ କରିବା ଆମ ପାଇଁ ଭଲ। କିଛି ଅଦର ଅପରଚୁନିଟି ଅଛି। ଯେଉଁମାନେ +2 ପାସ୍ କରିଛନ୍ତି ତ ସେମାନଙ୍କ ପାଇଁ ବହୁତ ହି ବଢ଼ିଆ, ସେମାନେ ଜଏନ୍ ହେଇଯାଆନ୍ତୁ। କିନ୍ତୁ ଯେଉଁମାନେ ଗ୍ରାଜୁଏସନ୍ ପରେ DLED କୋର୍ସ ଜଏନ୍ କରିବା ପାଇଁ ଚାହୁଁଛନ୍ତି ବା PG ପରେ ଆପଣ ଜଏନ୍ କରିବା ପାଇଁ ଚାହୁଁଛନ୍ତି DLED କୋର୍ସରେ, ସବୁଠୁ ବଡ଼ ମୂର୍ଖାମି ହେବ ଆପଣମାନଙ୍କ କାରଣ ନା DLED କୋର୍ସର ଗୋଟେ ଲିମିଟେସନ୍ ରହୁଛି ଯେ ଆପଣମାନେ କେବଳ ପ୍ରାଥମିକ ଶିକ୍ଷକ ଭାବେ ଗଣନା କରିପାରିବେ। ଯଦି ଆପଣ ଗ୍ରାଜୁଏସନ୍ ପରେ BEd କୋର୍ସ କରୁଛନ୍ତି ତାହେଲେ ଆପଣଙ୍କ ପାଖରେ ଅପରଚୁନିଟି ଅଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, RST, LTR, SSB ଏମିତି ସବୁ କିଛି କରିପାରିବେ। ଏବଂ ପରେ ପରେ ଏବେ ମଧ୍ୟ ଆପଣଙ୍କର ଇଣ୍ଟିଗ୍ରେଟେଡ୍ BEd ଆସିଯାଉଛି। ଯେଉଁମାନେ ଚାହୁଁଛନ୍ତି ତାକୁ ମଧ୍ୟ ଆପଣ ଆପ୍ଲାଏ କରିପାରିବେ। BSc BEd, BA BEd କିମ୍ବା 1 year BEd ମଧ୍ୟ ଆସିବା ପାଇଁ ଚାହୁଁଛି। ଜଏନ୍ ହେବା ପୂର୍ବରୁ ଆପଣ ଯଦି ଗ୍ରାଜୁଏସନ୍ କିମ୍ବା PG କରିସାରିଛନ୍ତି ତ ଆପଣ ଅପରଚୁନିଟିକୁ ଦେଖିକିରି ଆପଣଙ୍କର ଆଡ଼ମିସନ୍ କରନ୍ତୁ DLEDରେ। କିନ୍ତୁ DLED କୋର୍ସ ଜଏନ୍ କରିବାର ଲିମିଟେସନ୍ସ ରହୁଛି, ତ ତାକୁ ଆଗକୁ ଧ୍ୟାନ ଦେବେ। ନଚେତ୍